ଧଳା ନମ୍ବର ପ୍ଲେଟ୍ରେ ନାଲି ପତି। ଦର୍ଶକ ବନ୍ଧୁ, ଏକ ସିଲଭର କଲର ସ୍କର୍ପିଓ ଗାଡ଼ିରେ ଲାଗିଛି ଧଳା ପ୍ଲେଟ୍ ଏବଂ ଲାଗିଛି ନାଲି ବତି। ଏବେ ଏହି ଗାଡ଼ିକୁ ନେଇ ପ୍ରଶ୍ନ ଉଠୁଛି। ତ ବନ୍ଧୁ, ଆପଣ ଦେଖୁଛନ୍ତି ଏହି ଗାଡ଼ି, ଯେଉଁ ଗାଡ଼ିଟି ରହିଛି, ଯେଉଁ ନମ୍ବର ରହିଛି, ତାର ରେଜିଷ୍ଟ୍ରେସନ ନମ୍ବର ରହିଛି OD05BJ7711। ଆଜ୍ଞା, ଧଳା ନମ୍ବର ପ୍ଲେଟ୍ ଲାଗିଛି ନାଲି ବତି। ତେବେ ଦର୍ଶକ ବନ୍ଧୁ, ଯଦି ଆମେ କହିବା ଯେଉଁ ନିୟମ ରହିଛି, ପରିବହନ ବିଭାଗର ଯେଉଁ ନିୟମ ରହିଛି, ଧଳା ନମ୍ବର ପ୍ଲେଟ୍ ଗାଡ଼ି କଦାପି ମାନେ ଅଫିସିଆଲି କାମରେ ଲାଗିପାରିବ ନାହିଁ। ଯଦି ଲାଗୁଛି ତ ସେଇଟା ରହିବ ଡିପାର୍ଟମେଣ୍ଟର ନାଁରେ ଯେଉଁ ଗାଡ଼ି ରହିଥିବ ତାହାରି ପ୍ଲେଟ୍ ରହିବ ୟେଲୋ ପ୍ଲେଟ୍, ଧଳା ପ୍ଲେଟ୍। ଏବଂ ଯଦି ଧଳା ପ୍ଲେଟ୍ ଯଦି କୌଣସି ଅଫିସରେ ଲାଗୁଛି ତାହା ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବାର ବାଧ୍ୟତାମୂଳକ ରହିଛି। ତେବେ ଦର୍ଶକ ବନ୍ଧୁ, ଆମେ ସିଧାସଳଖ ଆର୍ଟିଓଙ୍କ ସହିତ ଆମେ କଥାବାର୍ତ୍ତା ହେଇଥିଲୁ, ଯେ ପରିବହନ ବିଭାଗର ଯେଉଁ ଅଧିକାରୀ ରହିଛନ୍ତି ଆମେ ମାନେ କଥାବାର୍ତ୍ତା ହେଇଥିଲୁ ଏବଂ ସେ ପ୍ରତିକ୍ରିୟା ରଖିଥିଲେ ଯଦି ଏଇଭଳିଆ କିଛି ଜିନିଷ ସାମ୍ନାକୁ ଆସୁଛି ତାହେଲେ ଆମେ ତୁରନ୍ତ ତା ପାଇଁ ଆକ୍ସନ୍ ନେବୁ ବୋଲି। ସାର୍, ସରକାରୀ ଅଫିସରେ ଯେଉଁ ଗାଡ଼ି ଯାକ ଲାଗୁଛି, ଭାଇକେଲ୍ ବ୍ୟବହାର ହୁଏ, ତା ପାଇଁ କ'ଣ ସବୁ ପ୍ରାବଧାନ ରହିଛି ସାର୍? ସରକାରୀ ଅଫିସ ଗୁଡ଼ାରେ ଯେଉଁ ଗାଡ଼ି ଲାଗୁଛି ଜିଲ୍ଲା ସ୍ତରର ହଉ, ତେଣୁ ସେଇ ଗାଡ଼ି ଗୁଡ଼ାକ ଆମର ଗଭର୍ଣ୍ଣମେଣ୍ଟ ଭେହିକିଲ୍ ଲାଗୁଛି, ନହେଲେ ହାୟର ଭେହିକିଲ୍ ସବୁ ଏନଗେଜ୍ ହେଉଛି। ତା ଉପରେ ଏନଗେଜ୍ ହେଉଛି, ତା ଉପରେ ନେଇକି ଯେମିତି ଆମର କହୁଛି ଏବେ ଇଲେକ୍ଟ୍ରିକ୍ ଭେହିକିଲ୍ ବି ଏନଗେଜ୍ ରହୁଛି, ଏନଗେଜ୍ ହେବ। ତେଣୁ ୟା ଉପରେ ଏଇ ପ୍ରାବିଧାନଟି ଅଛି। ବର୍ତ୍ତମାନ ଇଲେକ୍ଟ୍ରିକ୍ ଭେହିକେଲର କୌଣସି ଲେଟର ଆସିନାହିଁ ଯେ ଲାଗିବ ବୋଲି। ବର୍ତ୍ତମାନ କେଉଁ ପ୍ଲେଟ୍ରେ ଚାଲିବା କଥା? ବର୍ତ୍ତମାନ ୟେଲୋ ନମ୍ବର ପ୍ଲେଟ୍ରେ ଚାଲିବା କଥା, କମର୍ସିଆଲ ପର୍ପସରେ ଚାଲିବା କଥା। ଆଜ୍ଞା, ଯଦି ଆମେ କହିବା ସାର୍, ସରକାରୀ କାର୍ଯ୍ୟାଳୟରେ ଯେଉଁ ମାସିକ ଭଡ଼ାରେ ଯେଉଁ ଯାନବାହନ ଯେଉଁ ବ୍ୟବହାର ହେଉଛି, ସେଇଟା ମାନେ କେଉଁଭଳି ଭାବରେ ଲାଗିବା କଥା? ଟେଣ୍ଡରରେ ଲାଗିବା କଥା ନା କେମିତି? ଟେଣ୍ଡର ପ୍ରୋସେସ୍ ହେଇକି ଲାଗିବା କଥା। ଆଜ୍ଞା, ଯଦି ଆମେ କହିବା ଜଣେ ଉଚ୍ଚ ପଦାଧିକାରୀ ପ୍ରାଇଭେଟ୍ ଗାଡ଼ିକୁ ବା ପର୍ସନାଲ ଗାଡ଼ିରେ ଯାନବାହନ ଯେଉଁ ଅଛି ରେଡ୍ ବତି ଯେଉଁ ଲଗାଉଛନ୍ତି, ତା ପାଇଁ ପରିବହନ ବିଭାଗ ପକ୍ଷରୁ କ'ଣ ତାର ଆଇନ ରହିଛି ପଦକ୍ଷେପ? ମୋଟର ଭେହିକିଲ୍ ରୁଲ୍ ଅନୁସାରେ ଏହାର କୌଣସି ପ୍ରକାର ପ୍ରାଇଭେଟ୍ ଭେହିକିଲ୍ ଉପରେ ଲଗାଇବା କଥା ନୁହଁ। ତେଣୁ ଯିଏ ଲଗାଉଛନ୍ତି ଆକ୍ଚୁଆଲି ମୋଟର ଭେହିକିଲ୍ ରୁଲ୍ ନିୟମକୁ ପାଳନ କରିକି ଲଗାଇବା କଥା। ତେଣୁ ଯେଉଁ ଅଫିସ୍ ବି ଏହାକୁ ବ୍ୟବହାର କରୁଛନ୍ତି, ତେଣୁ ଆଜ୍ ପର୍ ମୋଟର ଭେହିକିଲ୍ ରୁଲ୍ ଅନୁସାରେ କରିବା କଥା। ତେବେ ବର୍ତ୍ତମାନ ଯଦି ଏଇ ଜିନିଷ ଦେଖାଯାଇଛି, ସାମ୍ନାକୁ ଆସିଛି, ତେବେ କଳାହାଣ୍ଡି ପରିବହନ ବିଭାଗ ତାକୁ କ'ଣ ମାନେ ପଦକ୍ଷେପ ନେବ? ନିଶ୍ଚିତ ଭାବରେ ୟା ଉପରେ ପଦକ୍ଷେପ ନିଆଯିବ। ହେଲେ ଦର୍ଶକ ବନ୍ଧୁ, ଏଠି ଯେଉଁ ନିୟମଟା ରହିଛି ପରିବହନ ବିଭାଗ ତରଫରୁ ଯେ ହଳଦିଆ ନମ୍ବର ପ୍ଲେଟ୍ ଲାଗିପାରିବ ଅଫିସ ମାନଙ୍କରେ, ତାହା ମଧ୍ୟ ଟେଣ୍ଡର ବା ଆଗ୍ରିମେଣ୍ଟ ଲିଜ୍ ଆକାରରେ ଦିଆଯାଇପାରିବ। ଯେହେତୁ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଗାଡ଼ିଟି ରହିଥିଲା ନାଲି ବତି ଲାଗିଛି, ଧଳା ପ୍ଲେଟ୍ ଲାଗିଛି ଏବଂ ସେହି ଗାଡ଼ିରେ ଡିଏଫଓ ନିଜେ ଯିବା ଆସିବା କରୁଛନ୍ତି। ଉତ୍ତର ବନ ବିଭାଗର ଯେଉଁ ଡିଏଫଓ ରହିଛନ୍ତି କଳାହାଣ୍ଡି ଜିଲ୍ଲାର, ସେଇ ଡିଏଫଓ ଏଇ ଗାଡ଼ିରେ ଯାତାୟାତ କରୁଥିଲେ ଏବଂ ତାଙ୍କ ନଜରରେ ବା ତାଙ୍କର ଆଖିକୁ ଏଇ ଜିନିଷ ଦେଖା ଯାଉନଥିଲା ନା ଯାଉନଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଦର୍ଶକ ବନ୍ଧୁ, ଏଇ ଯେଉଁ ବିଭ୍ରାଟ ସାମ୍ନାକୁ ଆସିଛି, ଏଇ ଯେଉଁ ସମ୍ପୂର୍ଣ୍ଣ ଦୃଶ୍ୟ ଯେଉଁ ସାମ୍ନାକୁ ଆସିଛି, ଏହି ସବୁର ସମ୍ପୃକ୍ତ କିଏ କିଏ ଥିବେ ବୋଲି ତାହା ବର୍ତ୍ତମାନ ପ୍ରଶ୍ନ। ଯଦି ଆମେ କହିବା ସିଧାସଳଖ ଭାବରେ, ଏଇ ଗାଡ଼ିଟି ଧଳା ପ୍ଲେଟ୍ ଗାଡ଼ି ଅଫିସିଆଲ କାମରେ ଲାଗିପାରିଲା କେମିତି? ଏହା ବଡ଼ ବଡ଼ିଆଙ୍କ ହାତ ଥାଇପାରେ ନା ନିଜ ନିଜ ଭିତରେ ସଲା ସୁତରା କରି ଗାଡ଼ି ଲାଗିଯାଇଛି। ଏସବୁ ଜିନିଷ ଆମେ ଜାଣିବା ପାଇଁ ଯେତେବେଳେ ଆମେ ସିଧାସଳଖ ଯେଉଁ ଗାଡ଼ିର ଓନର ରହିଛନ୍ତି ତାଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କଲୁ, ତ ସେଥିରେ ଆମକୁ ଯାହା ସେ ନିଜେ କହିଛନ୍ତି ଯେ ସେ ତାଙ୍କର ଆପୋଷୀ ବୁଝାମଣାରେ ଗାଡ଼ିକୁ କଥା କଥାରେ ଲଗାଇଛନ୍ତି, ନା କୌଣସି ଏଗ୍ରିମେଣ୍ଟ ହେଇଛି ନା କୌଣସି ଟେଣ୍ଡର ହେଇଛି। हेलो ଜରା ଆଜ୍ଞା ନମସ୍କାର। नमस्कार आज्ञा। କହୁଥିଲେ ଆମର ରେଣ୍ଟ ଏଗ୍ରିମେଣ୍ଟରେ ଲାଗିଛି अरे तो मुझे तो एग्रीमेंट नहीं करवार आज्ञा। ତ ଆପଣ କେନ୍ ବେସିସ୍ରେ ତାହେଲେ ମନ୍ଥଲି ପେମେଣ୍ଟ କେମିତି ପାଉଛନ୍ତି? ଏବେ ତ ଗାଡ଼ି ମାନେ 4 ମାସ ହେଲା ଲାଗିଛି, नहीं पेमेंट तो नहीं दबार ताली आज्ञा। ତ ଆପଣ ମାନେ ବିନା ପେମେଣ୍ଟରେ ଗାଡ଼ି କେମିତି ଦେଇଛନ୍ତି ଆଜ୍ଞା? गाड़ी का मुई मोर जेतु मोर पर्सनल यूज लगिया काइन थिली, ଆଜ୍ଞା तो से मने बोले भड़ा आज्ञा मागुथिले जे टैक्सी करिकरी मुई बोली नहीं मुई तो भड़ा देवार नहीं ना। ହୁଁ से मासे दि मास हमके हमर पर्सनल हले दियो वाला के नहीं के देथिली। ଏଟା କିଏ ମାଗିଥିଲେ ଆଜ୍ଞା ଆପଣଙ୍କୁ? से हमर से डिवीजन ऑफिसर ताको ड्राइवर गुड अछन सांग गुटे कि नहीं सांग ଡିଭିଜନ तो बोले କିଏ चिना କିଏ पड़छ ନାକି? सुरेंद्र बोली कि ना ସୁରେନ୍ଦ୍ର। आज्ञा के आज्ञा ଆଜ୍ଞା ଆଜ୍ଞା, ଏପ୍ରିଲ କେତେ ତାରିଖରୁ ଆପଣ ଗାଡ଼ି हाय ଦେଇଛନ୍ତି ନାଇଁ ଆଜ୍ଞା? हाय ଆଚ୍ଛା, ତ ଟୋଟାଲି ଆପଣ ପେମେଣ୍ଟ ନେଇ ପାଇବା? नहीं पेमेंट नहीं करवार। ତ ଗାଡ଼ି ଇନଷ୍ଟଲମେଣ୍ଟ କେନ୍ତା ଭରୁଛନ୍?
ইনস্টলমেন্টটা সে বলে প্রায় তো সরি আইলা না যেহেতু 3.5 ବର୍ଷ 4 ବର୍ଷ ହେଇଗଲା 3.5 ବର୍ଷ ଉପରେ ହେଇଗଲା ନା ଆଜ୍ଞା ଆଜ୍ଞା ସେଟା ୟାର ସେଟା ଆଡଜଷ୍ଟ ହେଇଯାଉଛି ଟିକେ ଆଉ ଯେ କାଣା ବି ତ କଥା ହେଇଥିବେ ଆପଣ କାଣା ରେଣ୍ଟ ଏଗ୍ରିମେଣ୍ଟ କେତେ କାଣା ଦେବି ବୋଲି ତ ଗୋଟେ ନର୍ମାଲି କଥା ହେଇଥିବେ ଆଜ୍ଞା ସେ ମତେ ନେଇକି ଯଦି ବୋଲେ କିଲୋମିଟର ହିସାବରେ ଚାଲିଲା ବୋଲେ ପଇସା ଦେଇଦେବା ବୋଲିଥିଲେ ତ କେତେ ଚାଲିଛି ବି ମୁଇଁ ନେଇ ଜାଣିବାର ତାଲି ଠିକ୍ ଅଛି ସାର୍ ଧନ୍ୟବାଦ ତେବେ ଦର୍ଶକ ବନ୍ଧୁ ଉତ୍ତର ବନ ବିଭାଗର ଯେଉଁ ରହିଛନ୍ତି ଡିଏଫ୍ଓ କଳାହାଣ୍ଡି ଜିଲ୍ଲାର ନର୍ଥ ଡିଭିଜନର ଯେଉଁ ଡିଏଫ୍ଓ ରହିଛନ୍ତି ପ୍ରଭାକର ବର୍ମା ଯେଉଁ ରହିଛନ୍ତି ସେ ଏଇ ଗାଡ଼ିଟି ବ୍ୟବହାର କରୁଥିଲେ ତେବେ ଏଠି ଆମେ ଯେଉଁ ପ୍ରଶ୍ନ ଉଙ୍କି ମାରୁଛି ଏହା କିଭଳି ସମ୍ଭବ ଜଣେ ସରକାରୀ ଅଧିକାରୀ ଜଣେ ଉପଯୁକ୍ତ ଯେଉଁ ପୋଷ୍ଟରେ ଅଛନ୍ତି ଅଧିକାରୀ ସେ କିଭଳି ଏହିପରି ଭୁଲ କରିପାରିଲେ କଳାହାଣ୍ଡି ଭବାନୀପାଟଣା ମଧୁସୂଦନ ପଣ୍ଡା ଡିଜିଟାଲ ଡାଏରୀ।